ମିଛ ପ୍ରେମର 5ଟି ବଡ଼ ଲକ୍ଷଣ। ଏହାକୁ ଜାଣିଲେ ଜୀବନରେ କେବେ ବି ଧୋକା ଖାଇବେ ନାହିଁ। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯେତେବେଳେ ଜଣେ ବ୍ୟକ୍ତି କାହାକୁ ପ୍ରେମ କରିଥାଏ ସେତେବେଳେ ତା ମନରେ ଏପରି କିଛି ପ୍ରଶ୍ନ ତ ନିହାତି ଭାବେ ଆସିଥାଏ ଯେ ସେ କାହାକୁ ଭଲ ପାଉଛି। ତାର ପାର୍ଟନର କ'ଣ ସତରେ ତାକୁ ଭଲ ପାଉଛି ନା କେବଳ ଭଲ ପାଇବାର ନାଟକ କରୁଛି? ତେବେ ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଏପରି 5 ସଂକେତ ବିଷୟରେ କହିବାକୁ ଯାଉଛୁ ଏହି ଭିଡ଼ିଓରେ, ଯେଉଁ ସଂକେତ ଯଦି ଆପଣଙ୍କ ପାର୍ଟନର ଠାରେ ଦେଖିବାକୁ ପାଇବେ ତେବେ ସେ ଆପଣଙ୍କୁ ସତ କି ମିଛ ପ୍ରେମ କରୁଥିଲେ ତାହା ସ୍ପଷ୍ଟ ଭାବେ ଜାଣିପାରିବେ। ନମ୍ବର 1, ଯଦି ଆପଣ ନିଜର ଲଭ୍ ପାର୍ଟନରକୁ ଆପଣଙ୍କ ପ୍ରେମ ସମ୍ପର୍କ ବିଷୟରେ ପଚାରିବେ, ସେ ଯଦି ଆପଣଙ୍କୁ ଏହା କହିବେ ଯେ ମୁଁ ତୁମକୁ ଭଲ ପାଏ ହେଲେ ଘର ଲୋକ ମାନିବେ ନାହିଁ ତେଣୁ ମୁଁ ତୁମକୁ ବାହା ହୋଇପାରିବିନି, ତେବେ ତାଙ୍କ ପ୍ରେମ ମିଛ ଥିଲା ବୋଲି ଜାଣିପାରିବେ। ନମ୍ବର 2, ଯେଉଁ ବ୍ୟକ୍ତି ଆପଣଙ୍କ ପରିବାର କଥା କି ଆପଣଙ୍କ ଭବିଷ୍ୟତ କଥା ବିଷୟରେ କେବେ ବି ପଚାରି ନଥାଏ କି ଭାବି ନଥାଏ, ଯେଉଁ ବ୍ୟକ୍ତି କେବଳ ନିଜର ଆବଶ୍ୟକତା ପୂରଣ ପାଇଁ ହିଁ ଆପଣଙ୍କୁ ପ୍ରେମ କରୁଥାଏ, ସେଭଳି ବ୍ୟକ୍ତି କେବେ ବି ଆପଣଙ୍କୁ ହୃଦୟରୁ ଆପଣଙ୍କୁ ଭଲ ପାଉନାହିଁ, ତାଙ୍କ ପ୍ରେମ ମିଛ ଅଟେ। ନମ୍ବର 3, ଯେଉଁ ଭଲ ପାଇବାରେ ଠିକ୍ ବୁଝାମଣା ନଥାଏ, ଦିନର ବହୁତ ସମୟ ଖାଲି ଜଣେ ଅନ୍ୟ ଜଣଙ୍କ ଠିକ୍ ଭୁଲ ବାଛ ବିଚାର କରିବାରେ ହିଁ ସମୟ କାଟି ଦେଇଥାଏ, ସିଏ ନିଜ ପାର୍ଟନର ସମସ୍ୟା ବିଷୟରେ କିଛି ବି ଜାଣିବାକୁ ଇଚ୍ଛା କରିନଥାଏ, ସେ ପ୍ରେମ ସମ୍ପର୍କ ମିଛ ଅଟେ। ନମ୍ବର 4, ଯେଉଁ ପ୍ରେମ ସମ୍ପର୍କରେ ଦରକାର ଠାରୁ ଅଧିକ ସର୍ତ୍ତ ଥାଏ, ଯେଉଁ ସମ୍ପର୍କ କେବଳ ସର୍ତ୍ତ ଉପରେ ହିଁ ଗଢ଼ା ହୋଇଥାଏ, ସେହି ପ୍ରେମ ସମ୍ପର୍କ ବହୁତ ପର୍ଯ୍ୟନ୍ତ ତିଷ୍ଠି ପାରିନଥାଏ। ନମ୍ବର 5, ଯେଉଁ ଲୋକ ଆପଣଙ୍କୁ ଭଲ ପାଉଛି ବୋଲି ଆପଣଙ୍କୁ ସବୁବେଳେ ନିଜ କଣ୍ଟ୍ରୋଲରେ ରଖିବାକୁ ଚାହିଁବ, ଆପଣଙ୍କର ସବୁ ସ୍ୱାଧୀନତାକୁ ଆପଣଙ୍କ ଠାରୁ ଛଡ଼ାଇ ନେବ, ଆପଣଙ୍କ ଖୁସିର ମୂଲ୍ୟ ତା ଆଗରେ କିଛି ବି ନଥିବ, ସେ କେବଳ ତାର ଖୁସି ଅନୁସାରେ ଆପଣଙ୍କ କଥା ଭାବିବ, ସେ ପ୍ରକୃତରେ ଆପଣଙ୍କୁ ପ୍ରେମ କରୁନାହିଁ ବୋଲି ଜାଣିପାରିବେ। ଦର୍ଶକ ବନ୍ଧୁ, ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗୁଛି ତେବେ ଲାଇକ୍, ସେୟାର, କମେଣ୍ଟ କରିବେ। ଆମ ଚ୍ୟାନେଲକୁ ଯଦି ନୂଆ ଦେଖୁଥାନ୍ତି ସବସ୍କ୍ରାଇବ୍ କରିବାକୁ ଭୁଲିବେନି।